ଚମେଲି ଓଝା ସରପଞ୍ଚର ଯେଉଁ ଥାନା ଭିତରେ ମହାକାଳପଡ଼ା ଥାନାର ଯେଉଁ ସିସିଟିଭିଟା ମାନେ ସେମାନେ ରିଲିଜ୍ କରିଛନ୍ତି, ସେ ସିସିଟିଭି ଉପରେ ମୁଁ କିଛି କହିବାକୁ ଚାହୁଁଛି। ମାନେ ଯେଉଁ ସିସିଟିଭିଟା ଏସ୍ପି ସାର୍ କହିଲେ ଯେ ଆମେ ରିଲିଜ୍ କରିଛୁ, ସବୁ ଦେଖୁଛନ୍ତି, ସେଥିରେ ପୋଲିସ ମାନେ ପାଣି ଦେଉଛନ୍ତି, ମାନେ ବସିଛି, ସେମିତି କିଛି ହେଇନି। ମାନେ ସେ କହିବା କଥା ଗୋଟେ ଆକ୍ଟିଂ ଟାଇପ୍ର ସେ କରିଛି ମେ ବି। सरपंच चमेली ओझा का जो अभियोग अच्छी कि तांको थाना के भीतर जाके बाड़ा बाड़ी ହେଇଛି ସେଥିପାଇଁ ତାର ସେ ସରପଞ୍ଚ ସାଙ୍ଗମାନେ ଦେଖିଲେ, ସେ ନିଜେ ଦେଖିଲେ कि पुलिस भलो से तांको बसाइछंती, पुलिस तांको भलो से पानी ଦେଇଛନ୍ତି, पूरा सीसीटीवी फुटेज रे क्लियर अच्छी और किसी भी माड़ा माड़ा है नहीं, पूरा इन फ्रॉम आउट, पूरा इन फ्रॉम आउट पूरा से वीडियो निजे देखिले। तापरे मु तांको दिखाइली कि इंजरी रिपोर्ट जो हेची हमारे सब इंस्पेक्टर तपस्विनी बिस्वाल को, तापरे हमारे होमगार्ड को और कांस्टेबल को जो इंजरी रिपोर्ट हेची से पूरा इंजरी रिपोर्ट मु तांको दिखाइली। से समस्त माने बुझी गले और तापरे मु दोनों मु कहली कि जो वीडियो के जो ହେଇଯାଇପାରେ ଆମେ ବି ମନା କରୁ, କିନ୍ତୁ ସାର୍ ସେଇ ସିସିଟିଭିରେ ଆପଣ 3 ଥର ସେଥିରେ କଟ୍ ହେଇଛି, କିଛି ମିନିଟ୍ ସେଥିରୁ ଗାୟବ ହେଇଛି, ତାପରେ ତାକୁ ରିଜଏଣ୍ଟ କରାହେଇକି ପବ୍ଲିଶ ଆପଣମାନେ କରିଛନ୍ତି। ଏଇଠି ସାର୍ କହିଥିଲେ ଯେ ଚମେଲି ଓଝାର ଇନ୍ରୁ ଆଉଟ୍ ପର୍ଯ୍ୟନ୍ତ ତାଙ୍କର ରେକର୍ଡ଼ିଂ ସିଏ ରଖିଛନ୍ତି କହିକି, କିନ୍ତୁ ଏଇଠୁ ଆପଣମାନେ ଦେଖିପାରିବେ 2:26 ଯେତେବେଳେ ହେବ ହଠାତ୍ ସେତେବେଳେ ଜମ୍ପ ହେଇଯାଉଛି, 25 ମିନିଟ୍ ଆଗୁଆ ହେଇଯାଉଛି। ସେ ଇନ୍ ବିଟୁଇନ୍ ସେଇ ଭିତରେ କ'ଣ ହେଇଛି ତାହା ଆମର ସନ୍ଦେହ ହେଉଛି। ଆମେ କହୁନୁ ମାନେ କିଛି ଅପ୍ରତିକାର ହେଇଛି କ'ଣ ଆମେ ଜାଣିନୁ, କିନ୍ତୁ ଆମକୁ ଡାଉଟ୍ ଏଇ ଉପରେ ହେଉଛି ଯେ 25 ମିନିଟ୍ ଗାୟବ ହେଲା, ସେ 25 ମିନିଟ୍ରେ ଏମିତି କ'ଣ ହୋଇଥିଲା ଯେ ତା ଦେହ ଖରାପ ହେଲା। ଆପଣ ଦେଖନ୍ତୁ 2:51 ହେଇଗଲା ଫଟାଫଟ, 2:25 ଦେଖନ୍ତୁ ଆଉ ଥରେ, 2:25, 2:51, ମାନେ ଏଇଥିରୁ 25 ମିନିଟ୍ ଗାୟବ। ଆପଣ ସ୍ଲୋ ମୋସନ୍ରେ ବି ଦେଖାଉଛି, 2:26 ହେଲା, ସାଙ୍ଗେ ସାଙ୍ଗେ 2:51 ହେଇଗଲା, ଏଇଥିରୁ 25 ମିନିଟ୍ ଏଇଠୁ ଗାୟବ ହେଇଯାଇଛି। ପୁଣି ଏଠି ପୁଣି 2:51ରୁ ଜମ୍ପ ହେଇଗଲା 3:02, ଯେଉଁଟାକି ଏଇ ମାନେ ଏଇ ପିରିୟଡ଼ରେ ବି ଗାୟବ ହେଇଯାଇଛି। এই ଫୁଟେଜ୍ରେ ଦେଖନ୍ତୁ 3:03, 3:04 ଯେତେବେଳେ ହେବ ପୁଣି ଜମ୍ପ କରିଯାଉଛି 3:09କୁ, ମାନେ 4ରୁ 9, ଏଇଠୁ ପୁଣି 5 ମିନିଟ୍ ଏଇ ସିସିଟିଭି ଫୁଟେଜ୍ରୁ ଗାୟବ ଅଛି, ଯାହାଫଳରେ ମଧ୍ୟ ଏଇଟା ଗୋଟେ ବି ଜିନିଷ ଡାଉଟ୍ରେ ପକାଉଛି ଯେ 5 ମିନିଟ୍ କୁଆଡ଼େ ହଠାତ୍ ଗାୟବ ହେଇଗଲା। ଏଠି ଏସ୍ପି ସାର୍ କହିଲେ ଯେ ଯେଉଁ ଲୋକମାନେ ଆସିଥିଲେ ମୁଁ ଇଞ୍ଜୁରି ରିପୋର୍ଟ ଦେଖେଇଲି ଆଉ ସେମାନେ ବୁଝିଗଲେ। ସାର୍ ଏଇଠି କହିନାହାନ୍ତି ଯେ ମୁଁ ସିସିଟିଭି ତାଙ୍କୁ ଦେଖେଇଲି, ସେମାନେ ଦେଖିକି ବିଶ୍ୱାସ କଲେ। ଏଇ ଦୁଇଟା ଜିନିଷ ଭିତରେ ସାର୍ ବହୁତ ଡିଫରେନ୍ସ ଅଛି। ଆପଣ ରିପୋର୍ଟ ଦେଖେଇଲେ, ଆପଣ ସିସିଟିଭି ଇନସିଡେଣ୍ଟଟା ଦେଖେ, ଯେତେବେଳେ ଇନ୍ ଟୁ ଆଉଟ୍ ଯାକେ ଆପଣଙ୍କ ପାଖରେ ସିସିଟିଭି ମौजूद ଅଛି, ତାହେଲେ ଆପଣ पूरा इंजरी रिपोर्ट मु तांको दिखाइली। से समस्त माने पूरा इंजरी रिपोर्ट मु तांको दिखाइली, से समस्त माने बुझी गले और ଇନ୍ରୁ ଆଉଟ୍ ଯାକେ ସିସିଟିଭି ଫୁଟେଜ୍ ଆପଣଙ୍କ ପାଖରେ ଅଛି। ଆପଣଙ୍କୁ ସାର୍ ରିପୋର୍ଟ ଦେଖେଇବା କିଛି ଆବଶ୍ୟକ ନଥିଲା, ଆପଣ ଡାଇରେକ୍ଟଲି ଦେଖେଇ ପାରିଥାନ୍ତେ ଯେ ଏଇ ଦେଖ କେଉଁ ରେଟ୍ରେ ସେ କାମୁଡ଼ିଛି କି ବାଡ଼େଇଛି କି ଯାହା ପିଟିଛି ସେଠି। କିନ୍ତୁ ଆପଣଙ୍କର ଯେଉଁ ଇନ୍ରୁ ଆଉଟ୍ ଭିତରେ ଯେଉଁ ସିସିଟିଭି ଫୁଟେଜ୍ଟା ଯେଉଁ ରିଲିଜ୍ କରିଛନ୍ତି, ସେଥିରୁ ସାର୍ 25-30 ମିନିଟ୍ ନାହିଁ, ମେ ବି ହେଇଥାଇପାରେ ସେ ଅନ୍ନେସେସରି ବସିଥିବ, ଆପଣ ତାକୁ କାହିଁକି ଏକ୍ସଟ୍ରା MB ସରିବ କି GB ସରିବ କି ଆପଣ ଦେଖିନଥିବେ, ଏଇଟା ଆମେ ବି କହୁନୁ ହେଇଥିବ। କିନ୍ତୁ କଥାଟା ହେଉଛି ସାର୍ ସେ ଯେଉଁ ବାଡ଼େଇଛି, ଯେତେବେଳେ ବାଡ଼େଇଛି ଆଟାକ୍ କରିଛି, କିଛି ତ ଆଟାକ୍ କରିଛି ସେ ଆପଣ କହିବା ଅନୁସାରେ, ତାର ଫୁଟେଜ୍ କାହିଁକି ଆପଣମାନେ ରିଲିଜ୍ କରିପାରୁନାହାନ୍ତି? ତା ଇନଷ୍ଟେଣ୍ଟରେ ଆପଣ କାହିଁକି କହୁଛନ୍ତି ଯେ ମେଡ଼ିକାଲ ରିପୋର୍ଟ ଆମେ ଦେଖେଇ ପାରିବୁ? ତାର ଭିତରେ ଆମେ ସେଇ ଜିନିଷଟା ସନ୍ଦେହ ହେଉଛି। ଏଇଟା ଆପଣମାନେ ଟିକେ କ୍ଲିୟର ହେଇଗଲେ ହୁଏତ ଭଲ ହେବ। ଆମେ କହୁନୁ ସାର୍ ଆପଣମାନେ ଖରାପ, କି ଆମେ କହୁନୁ ଚମେଲି ଓଝା ଖରାପ, କି ତାକୁ ବି ଭଲ, କି ଆମେ କହୁନୁ ସାର୍ ଏ ଭିତରେ କିଛି ହେଇଛି କି ଆପଣ କହିବା ଅନୁସାରେ ସେ ଚମେଲି ଓଝା ଆକ୍ଟିଂ କରୁଛି, ମେ ବି ହେଇଥାଇପାରେ, ଆମେ ବି କିଛି କହିପାରିବୁ, ଆମେ ବି ସେଥିରେ କିଛି ଜାଣିନୁ। ଯେହେତୁ ଫୁଲ୍ ସିସିଟିଭି ଫୁଟେଜ୍ ଯେଉଁ ପର୍ଯ୍ୟନ୍ତ ମିଡ଼ିଆ ହେଉ କି କୌଣସି ଲୋକ ହେଉ ନ ଦେଖିଛି, ସେ କେମିତି ସାର୍ ବିଶ୍ୱାସ କରିବ ଯେ ନାଇଁ ଚମେଲି ଓଝାକୁ ମାଡ଼ ହେଇନି? ଆମେ କାହା ସପୋର୍ଟ ଏଠି କହୁନୁ,
ନ୍ୟାୟ ସଂହିତାର କଥା କହିଲା ବେଳେ ସମସ୍ତଙ୍କୁ ଉଚିତ ନ୍ୟାୟ ମିଳିବା ମାନେ ଉଚିତ ନ୍ୟାୟ ମିଳିବା ବି ଦରକାର। ଆ ଉପରେ ଯଦି ଆପଣ କିଛି କହିବେ ଯେଉଁ ବାକି ରେଷ୍ଟ ଯେଉଁ ରହିଗଲା ସିସିଟିଭି ଫୁଟେଜ ତାର ଯଦି ରିଲିଜ୍ କରିଦେବ ହୁଏତ ଭଲ ହେବ। ଆଉ ଯଦି କୌଣସି ୟୁନିୟନବାସୀ ଯେଉଁ ଚମେଲି ଓଝାଙ୍କ ପାଇଁ ବିହାରରେ ଯେଉଁମାନେ ଯାଇଥିଲେ ସେମାନେ ଯଦି କହିବେ ହଁ ଆମେ ଦେଖିଛୁ ଯେ ଆପଣ ଯଦି ହୁଏତ ସେଭଳିଆ ସିସିଟିଭି ଫୁଟେଜ ଦେଖିବାକୁ ଚାହୁଁନାହାନ୍ତି, ଯଦି ସେମାନେ କହିବେ ନା ଆମେ ଦେଖୁଛୁ ଇଏ ଆଟାକ୍ କରୁଥିଲା କୌଣସି ବି ଯେତିକି ଜଣ ଯାଇଥିଲେ ଚମେଲି ଓଝା ଫରରେ ଦେଖିବାକୁ, ଯଦି ସେମାନଙ୍କ ଭିତରୁ ଯଦି ଜଣେ ବି କିଏ କହିଦେଲା ଆମେ ମାନିବୁ ନାହିଁ ଆପଣମାନେ ଯାହା କହୁଛନ୍ତି ସେଇଟା ଠିକ୍।